ଏସ୍ତେର ପୁସ୍ତକ ଅଧ୍ୟାୟ 5। ଏସ୍ତେରଙ୍କ ଭୋଜି ପର୍ବ। ରାଜା ଏସ୍ତେରଙ୍କୁ ପୁନରାୟ ପଚାରିଲେ, ହେ ରାଣୀ ଏସ୍ତେର, ଏ କ'ଣ? ତୁମେ କ'ଣ ଚାହୁଁଅଛ? ତୁମେ ଯଦି ଚାହଁ, ତେବେ ମୋର ରାଜ୍ୟର ଅର୍ଦ୍ଧାଂଶ ମଧ୍ୟ ତୁମକୁ ପ୍ରଦତ୍ତ ହେବ। ତହୁଁ ଏସ୍ତେର କହିଲେ, ରାଜା ଯଦି ଇଚ୍ଛୁକ, ତେବେ ରାଜାଙ୍କ ନିମନ୍ତେ ମୁଁ ଆୟୋଜନ କରିଥିବା ଭୋଜି ପର୍ବ ପାଇଁ ରାଜା ଓ ହାମାନ ଆସନ୍ତୁ। ସେ ସମୟରେ ରାଜା ଆଦେଶ ଦେଲେ, ଆମେ ଯେପରି ଏସ୍ତେରଙ୍କ ଅଭିଳାଷ କାର୍ଯ୍ୟକାରୀ କରି ପାରିବୁ, ସେଥିପାଇଁ ଅତି ଶୀଘ୍ର ହାମାନକୁ ଡକାଇ ଆଣ। ଏହିପରି ଏସ୍ତେରଙ୍କ ଦ୍ୱାରା ଆୟୋଜିତ ଭୋଜି ପର୍ବ ପାଇଁ ରାଜା ଓ ହାମାନ ଆସିଲେ। ସେମାନେ ଦ୍ରାକ୍ଷାରସ ପାନ କରୁଥିବା ସମୟରେ ରାଜା ଏସ୍ତେରଙ୍କୁ ପଚାରିଲେ, ତୁମର ନିବେଦନ କ'ଣ? ମୁଁ ତାହା ତୁମକୁ ପ୍ରଦାନ କରିବି। ତୁମେ କ'ଣ ଚାହୁଁଅଛ? ତୁମେ ଯଦି ଚାହଁ, ତେବେ ମୋ ରାଜ୍ୟର ଅର୍ଦ୍ଧାଂଶ ମଧ୍ୟ ତୁମକୁ ପ୍ରଦତ୍ତ ହେବ। କିନ୍ତୁ ଏସ୍ତେର କହିଲେ, ମୋର ନିବେଦନ ତଥା ଆବେଦନ ଏହା, ମୁଁ ଯଦି ରାଜାଙ୍କ ଦୃଷ୍ଟିରେ ପ୍ରୀତି ପ୍ରାପ୍ତ ହୋଇଛି, ତେବେ ଆସନ୍ତାକାଲି ମଧ୍ୟ ରାଜା ଓ ହାମାନ ମୋ ଦ୍ୱାରା ଆୟୋଜିତ ଭୋଜି ପର୍ବକୁ ଆସନ୍ତୁ ଏବଂ ମୁଁ ଆସନ୍ତାକାଲି ରାଜାଙ୍କ କଥାନୁଯାୟୀ କରିବି। ସନ୍ତୁଷ୍ଟ ତଥା ଆନନ୍ଦିତ ହୋଇ ହାମାନ ସେହି ଦିନ ଫେରିଗଲା। କିନ୍ତୁ ରାଜପ୍ରାସାଦର ଦ୍ୱାରରେ ନିଜ ସମ୍ମୁଖରେ ଦଣ୍ଡାୟମାନ କିମ୍ବା ଭୟଭୀତ ନ ହୋଇ ଆସୀନ ହୋଇ ରହିଥିବା ମର୍ଦ୍ଦେକାଇକୁ ଦେଖି ହାମାନ ତା ବିରୁଦ୍ଧରେ କ୍ରୁଦ୍ଧ ହେଲା। ତଥାପି ନିଜକୁ ନିୟନ୍ତ୍ରଣ କରି ସେ ନିଜ ଗୃହକୁ ଗଲା ଓ ବନ୍ଧୁବାନ୍ଧବ ତଥା ନିଜ ପତ୍ନୀ ସେରେଶକୁ ଡାକିଲା। ନିଜର ସମସ୍ତ ବହୁମୂଲ୍ୟ ସମ୍ପଦ, ବହୁ ସଂଖ୍ୟକ ପୁତ୍ର, ନିଜର ସମ୍ମାନାର୍ଥେ ରାଜାଙ୍କ ଦ୍ୱାରା ପ୍ରଦତ୍ତ ନାନାବିଧ ପଦୋନ୍ନତି ଓ ଶାସକ ଗଣ ତଥା ରାଜାଙ୍କ ପରିଚାରକ ଗଣ ସମସ୍ତଙ୍କ ଅପେକ୍ଷା ନିଜ ଦ୍ୱାରା ପ୍ରାପ୍ତ ଉନ୍ନତି ପ୍ରଭୃତି ସମସ୍ତ ବିଷୟ ସେ ସେମାନଙ୍କ ସମ୍ମୁଖରେ ବର୍ଣ୍ଣନା କଲା। ହାମାନ ପୁନଶ୍ଚ କହିଲା, ରାଣୀ ଏସ୍ତେର ମଧ୍ୟ ଯେଉଁ ଭୋଜି ଆୟୋଜନ କରିଥିଲେ, ସେଥିରେ ଅଂଶଗ୍ରହଣ କରିବା ପାଇଁ ରାଜାଙ୍କ ଗହଣରେ ଆସିବାକୁ ମୋ ବ୍ୟତୀତ ଅନ୍ୟ କାହାକୁ ଅନୁମତି ଦେଲେ ନାହିଁ। ଆସନ୍ତାକାଲି ମଧ୍ୟ ରାଜାଙ୍କ ସହିତ ସେଥିରେ ଅଂଶୀଦାର ହେବା ପାଇଁ ସେ ମୋତେ ଆମନ୍ତ୍ରଣ କରିଅଛନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ମର୍ଦ୍ଦେକାଇ ନାମକ ସେହି ଯିହୁଦୀ ବ୍ୟକ୍ତି ପ୍ରାସାଦର ଦ୍ୱାରରେ ଥିବା ମୁଁ ଦେଖିବି, ସେ ପର୍ଯ୍ୟନ୍ତ ଏ ସମସ୍ତରେ ମୋର କୌଣସି ଲାଭ ନାହିଁ। ସେ ସମୟରେ ତାର ପତ୍ନୀ ସେରେଶ ଓ ତାର ବନ୍ଧୁମାନେ କହିଲେ, 50 ହାତ ଉଚ୍ଚତା ବିଶିଷ୍ଟ ଗୋଟିଏ ଫାଶୀ ଖୁଣ୍ଟ ପ୍ରସ୍ତୁତ କର। ମର୍ଦ୍ଦେକାଇକୁ ସେଥିରେ ଝୁଲାଇ ଦେବା ପାଇଁ ପ୍ରତ୍ୟୁଷରେ ରାଜାଙ୍କୁ କୁହ। ତତ୍ପରେ ତୁମେ ସାନନ୍ଦରେ ରାଜାଙ୍କ ସହ ଭୋଜି ପର୍ବ ପାଇଁ ଯାଇପାରିବ। ଏହି ଉପଦେଶ ଶୁଣି ହାମାନ ସନ୍ତୁଷ୍ଟ ହେଲା ଏବଂ ଫାଶୀ ଖୁଣ୍ଟ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଲା। ସେହି ରାତ୍ରିରେ ରାଜା ଶୋଇପାରିଲେ ନାହିଁ। ତହୁଁ ସ୍ମରଣଯୋଗ୍ୟ କାର୍ଯ୍ୟ ଲିପିବଦ୍ଧ ହୋଇଥିବା ଇତିବୃତ୍ତ ପୁସ୍ତକକୁ ଘେନି ଆଣିବା ପାଇଁ ସେ ଆଦେଶ ଦେଲେ ଓ ସେମାନେ ତାହା ରାଜାଙ୍କ ସମ୍ମୁଖରେ ପାଠ କଲେ। ରାଜାଙ୍କ ଦ୍ୱାରରକ୍ଷୀ କଞ୍ଚୁକି ଦ୍ୱୟ ବିଗଥାନା ଓ ତେରେଶଙ୍କ ଦ୍ୱାରା ରାଜା ଆହାସେରସଙ୍କ ନିଧନ ପାଇଁ ହୋଇଥିବା ଚକ୍ରାନ୍ତ ବିଷୟ ମର୍ଦ୍ଦେକାଇ କିପରି ଭାବେ କହିଥିଲା, ସେହି ବିଷୟ ସେଥିରେ ଲିପିବଦ୍ଧ ଦେଖାଗଲା। ସେ ସମୟରେ ରାଜା ପଚାରିଲେ, ସେଥିପାଇଁ ମର୍ଦ୍ଦେକାଇକୁ କିଭଳି ସମ୍ମାନ କିମ୍ବା ପଦବୀ ପ୍ରଦତ୍ତ ହୋଇଅଛି? ଉତ୍ତରରେ ରାଜାଙ୍କର ପରିଚାରକମାନେ କହିଲେ, ତା ପାଇଁ କିଛି କରାହୋଇନାହିଁ। ରାଜା ପୁଣି ପଚାରିଲେ, ପ୍ରାଙ୍ଗଣରେ କିଏ ଅଛି? ମର୍ଦ୍ଦେକାଇ ପାଇଁ ପ୍ରସ୍ତୁତ
ଫାଶୀ ଖୁଣ୍ଟରେ ତାକୁ ଝୁଲାଇ ଦେବାକୁ ରାଜାଙ୍କୁ ପ୍ରବର୍ତ୍ତାଇବା ପାଇଁ ହାମାନ ସେ ସମୟରେ ରାଜପ୍ରାସାଦର ବାହ୍ୟ ପ୍ରାଙ୍ଗଣରେ ପ୍ରବେଶ କରିଥିଲା। ତହୁଁ ରାଜାଙ୍କ ପରିଚାରକମାନେ କହିଲେ, ପ୍ରାଙ୍ଗଣରେ ହାମାନ ଦଣ୍ଡାୟମାନ ହୋଇଛି। ରାଜା ଆଦେଶ ଦେଲେ, ଭିତରକୁ ଆସୁ। ତେଣୁ ହାମାନ ଭିତରକୁ ଆସିଲା ଓ ରାଜା ତାକୁ ପଚାରିଲେ, ଯାହାକୁ ଶ୍ରଦ୍ଧା ଜଣାଇବା ପାଇଁ ରାଜା ସନ୍ତୁଷ୍ଟ ହୁଅନ୍ତି ତା ପ୍ରତି କ'ଣ କରିବା ଉଚିତ? ହାମାନ ଆତ୍ମବତ ଆଲୋଚନା କଲା, ମୋ ବ୍ୟତୀତ ଅନ୍ୟ କାହାକୁ ଶ୍ରଦ୍ଧା ଜଣାଇବା ପାଇଁ ରାଜା କ'ଣ ଇଚ୍ଛୁକ ହୋଇପାରିବେ? ସୁତରାଂ ହାମାନ ରାଜାଙ୍କୁ କହିଲା, ଯାହାକୁ ଶ୍ରଦ୍ଧା ଜଣାଇବା ପାଇଁ ରାଜା ସନ୍ତୁଷ୍ଟ ତା ପାଇଁ ରାଜା ପରିଧାନ କରିଥିବା ରାଜକୀୟ ବସ୍ତ୍ରାଭରଣ ଏବଂ ରାଜା ଆରୋହଣ କରି ଯାତ୍ରା କରୁଥିବା ରାଜକୀୟ ମୁକୁଟ ମଣ୍ଡିତ ଘଟକକୁ ଅଣାଯାଉ। ସେହି ବସ୍ତ୍ରାଭରଣ ତଥା ଘଟକ ରାଜାଙ୍କ ସର୍ବଶ୍ରେଷ୍ଠ ଶାସକମାନଙ୍କ ହସ୍ତରେ ସମର୍ପିତ ହେଉ। ଯାହାକୁ ଶ୍ରଦ୍ଧା ଜଣାଇବା ପାଇଁ ରାଜା ସନ୍ତୁଷ୍ଟ ତାକୁ ସେହି ବସ୍ତ୍ରାଭରଣ ପରିହିତ କରାଇ ଓ ସେହି ଘଟକ ଉପରେ ଉପବିଷ୍ଟ କରାଇ ଯାହାକୁ ଶ୍ରଦ୍ଧା ଜଣାଇବା ପାଇଁ ରାଜା ସନ୍ତୁଷ୍ଟ ହୁଅନ୍ତି ତା ପ୍ରତି ଏହିପରି କରାହେବ ବୋଲି ଘୋଷଣା କରି ସେହି ଶାସକମାନେ ନଗରୀର ଖୋଲା ସ୍ଥାନ ମଧ୍ୟ ଦେଇ ତାକୁ ଘେନି ଯାଆନ୍ତୁ। ସେ ସମୟରେ ରାଜା ହାମାନଙ୍କୁ ଆଦେଶ ଦେଲେ, ଶୀଘ୍ର ଯାଇ ତୁମେ କହିଥିବା ଅନୁଯାୟୀ ବସ୍ତ୍ରାଭରଣ ତଥା ଘଟକ ନେଇ ଯାଅ ଓ ରାଜପ୍ରାସାଦର ଦ୍ୱାରରେ ଉପବିଷ୍ଟ ଥିବା ମର୍ଦ୍ଦେକାଇ ନାମକ ସେହି ଯିହୁଦୀ ପ୍ରତି ସମ୍ମାନ ଜଣାଅ। ତୁମ କଥିତ କାର୍ଯ୍ୟରୁ କିଛି ପରିତ୍ୟାଗ ନ କରିବାକୁ ସାବଧାନ ହୁଅ। ସୁତରାଂ ହାମାନ ସେହି ବସ୍ତ୍ରାଭରଣ ତଥା ଘଟକ ନେଇ ଆସି ମର୍ଦ୍ଦେକାଇକୁ ସେଥିରେ ଭୂଷିତ କରାଇଲା ଏବଂ ଯାହାକୁ ଶ୍ରଦ୍ଧା ଜଣାଇବା ପାଇଁ ରାଜା ସନ୍ତୁଷ୍ଟ ତା ପ୍ରତି ଏହିପରି କରାହେବ ବୋଲି ଘୋଷଣା କରି ନଗରୀର ଖୋଲା ସ୍ଥାନ ଦେଇ ଯାତ୍ରା କରାଇଲା। ଏହାପରେ ମର୍ଦ୍ଦେକାଇ ରାଜପ୍ରାସାଦର ଦ୍ୱାରକୁ ଫେରି ଆସିଲା ଓ ହାମାନ ଶୋକାତୁର ହୋଇ ଏବଂ ନିଜ ମୁଖକୁ ଆବୃତ କରି ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲା। ନିଜ ପ୍ରତି ସଂଗଠିତ ସମସ୍ତ କାର୍ଯ୍ୟ ହାମାନର ପତ୍ନୀ ସେରେଶ ଓ ନିଜର ବନ୍ଧୁବାନ୍ଧବମାନଙ୍କୁ ସେ ଜଣାଇଲା। ସେ ସମୟରେ ତାର ବିଜ୍ଞ ବନ୍ଧୁ ସମୂହ ତଥା ପତ୍ନୀ ସେରେଶ ତାକୁ କହିଲେ, ଯାହା ସମ୍ମୁଖରେ ତୁମର ପତନ ଆରମ୍ଭ ହେଲା, ସେହି ମର୍ଦ୍ଦେକାଇ ଯଦି ଜଣେ ଯିହୁଦୀ ଜାତୀୟ ବ୍ୟକ୍ତି, ତେବେ ତୁମେ ତା ବିରୁଦ୍ଧରେ ଜୟଯୁକ୍ତ ହୋଇ ପାରିବ ନାହିଁ। ବରଂ ତୁମେ ଅବଶ୍ୟ ତା ସମ୍ମୁଖରେ ନିପତିତ ହେବ। ସେମାନେ ଏପରି କଥାବାର୍ତ୍ତା କରୁଥିବା ସମୟରେ ରାଜାଙ୍କର କଞ୍ଚୁକୀମାନେ ଆସି ଏସ୍ତେରଙ୍କ ଦ୍ୱାରା ଆୟୋଜିତ ଭୋଜିପର୍ବ ପାଇଁ ହାମାନଙ୍କୁ ଶୀଘ୍ର ନେଇଗଲେ। ଅଧ୍ୟାୟ 16। ରାଜକୀୟ ନିର୍ଦ୍ଦେଶନାମା ଏହି ପତ୍ରର ଏକ ନକଲ ନିମ୍ନରେ ଦିଆଗଲା। ଭାରତଠାରୁ ଇଥିଓପିଆ ପର୍ଯ୍ୟନ୍ତ ବ୍ୟାପ୍ତ 127ଟି ପ୍ରଦେଶର ଶାସକଗଣ ତଥା ଆମର ରାଜତନ୍ତ୍ର ପ୍ରତି ସୁସମ୍ପର୍କ ରଖୁଥିବା ସମସ୍ତଙ୍କୁ ମହାରାଜା ଆହାସ୍ୱେରୋସ ଶୁଭେଚ୍ଛା ଜଣାନ୍ତି। ଯେଉଁମାନଙ୍କ ପ୍ରତି ସେମାନଙ୍କର ଉପକାରୀମାନେ ସେମାନଙ୍କ ଉଦାରତା ହେତୁ ଅଧିକ ଶ୍ରଦ୍ଧା ଜଣାନ୍ତି, ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ସେହି ପରିମାଣାନୁସାରେ ଅହଙ୍କାରୀ ହୁଅନ୍ତି। ସେମାନେ କେବଳ ଆମର ପ୍ରଜାମାନଙ୍କୁ ଉପଦ୍ରବ କରାଇବା ପାଇଁ ଉଦ୍ୟତ ହେଉନାହାନ୍ତି, ବରଂ ନିଜର ସମୃଦ୍ଧତା ହେତୁ ଈର୍ଷାପର ହୋଇ ସେମାନଙ୍କର ଉପକାରୀମାନଙ୍କ ବିରୁଦ୍ଧରେ ମଧ୍ୟ ଷଡ଼ଯନ୍ତ୍ର କରନ୍ତି। ମନୁଷ୍ୟମାନଙ୍କ ହୃଦୟରୁ କୃତଜ୍ଞ ଭାବକୁ ବଞ୍ଚିତ କରିବାରେ ସନ୍ତୁଷ୍ଟ ନ ହୋଇ ସତ୍କର୍ମ ସମ୍ବନ୍ଧରେ ଅଜ୍ଞ ବ୍ୟକ୍ତିମାନଙ୍କର ଗର୍ବବୋଧ ଦ୍ୱାରା ମୁଗ୍ଧ ହୋଇ ସେମାନେ ମଧ୍ୟ ଅନୁମାନ କରନ୍ତି ଯେ ସର୍ବଦର୍ଶୀ ତଥା ଅନିଷ୍ଟ କାର୍ଯ୍ୟର ଘୃଣାକାରୀ ଈଶ୍ୱରଙ୍କ ନ୍ୟାୟ ବିଚାରରୁ ସେମାନେ
ରକ୍ଷା ପାଇପାରିବେ। କର୍ତ୍ତୃପକ୍ଷ ପଦବୀରେ ଥିବା ବ୍ୟକ୍ତିମାନେ ବହୁବାର ନିଷ୍କଳଙ୍କ ରକ୍ତପାତ ପାଇଁ କେତେକ କ୍ଷେତ୍ରରେ ଦାୟୀ ହୋଇଛନ୍ତି ଏବଂ ଯେଉଁମାନଙ୍କ ହସ୍ତରେ ପ୍ରଶାସନର ଦାୟିତ୍ୱ ନ୍ୟସ୍ତ ହୋଇଛି ସେମାନେ ବନ୍ଧୁମାନଙ୍କର ପରାମର୍ଶ ଯୋଗୁଁ ଅପରିହାର୍ଯ୍ୟ ଦୁର୍ଗତ ଘଟାଇ ଅଛନ୍ତି। ଏହିପରି ନିଜର ଦୁଃସ୍ୱଭାବ ଯୋଗୁଁ ସେମାନେ କପଟ ପ୍ରବଞ୍ଚନା ଦ୍ୱାରା ସେମାନଙ୍କର ସାର୍ବଭୌମ୍ୟ ସମ୍ରାଟମାନଙ୍କର ଆନ୍ତରିକ ସଦିଚ୍ଛାକୁ ପ୍ରତାରଣା କରନ୍ତି। ଅଯୋଗ୍ୟ ଭାବେ କର୍ତ୍ତୃତ୍ୱ ବିସ୍ତାର କରିଥିବା ଏପରି ବ୍ୟକ୍ତିମାନଙ୍କର ଅହିତକର ବ୍ୟାପାର ଦ୍ୱାରା ସଂଗଠିତ ଦୁଷ୍କର୍ମାବଳୀର ପ୍ରମାଣ ପାଇଁ ପ୍ରାଚୀନ ଅଭିଲେଖଗୁଡ଼ିକର ସନ୍ଧାନ କରିବା ଅନାବଶ୍ୟକ। ନିକଟରେ ସଂଗଠିତ କେତେକ କାର୍ଯ୍ୟର ଅନୁସନ୍ଧାନ ଦ୍ୱାରା ତାହା ଆମ ନିମନ୍ତେ ସ୍ପଷ୍ଟ ହୋଇଅଛି। ଭବିଷ୍ୟତ କାଳରେ ଯେଉଁମାନେ ଆମ ରାଜ୍ୟରେ ଅବସ୍ଥାନ କରିବେ ସେମାନଙ୍କ ମଧ୍ୟରେ ସ୍ଥିରତା ତଥା ଶାନ୍ତି ବିରାଜିତ ହେବା ପାଇଁ ଅନେକ ଅଧିକ ଯତ୍ନବାନ ହେବୁ। ସେଥିପାଇଁ ଆମେ ଆମର କାର୍ଯ୍ୟ ପ୍ରଣାଳୀର କେତେକ ପରିବର୍ତ୍ତନ ଘଟାଇବୁ ଓ ଆମ ଦୃଷ୍ଟିଗୋଚର ହେଉଥିବା ସମସ୍ତ ବିଷୟକୁ ବର୍ତ୍ତମାନ ସର୍ବଦା ସମଦର୍ଶୀ ପରିଗଣନା କରି ବିଚାର କରିବୁ। ହାମାଦାଥାର ପୁତ୍ର ଓ ମାସେଦନୀୟ ହାମାନ ପାରସ୍ୟମାନଙ୍କର ରକ୍ତ ସମ୍ମିଶ୍ରଣ ନ ହୋଇ ଯଦିଓ ଜଣେ ବିଦେଶୀ ଓ ଆମ ଉଦାରତାର ପାତ୍ର ହେବା ପାଇଁ ଯଦିଓ ସମ୍ପୂର୍ଣ୍ଣ ଅଯୋଗ୍ୟ ଥିଲା ତଥାପି ସମସ୍ତ ଜାତି ପ୍ରତି ଆମେ ପ୍ରକାଶ କରିଥିବା ସତ୍ ମନୋଭାବକୁ ସେ ଏପରି ଉପଭୋଗ କରିଥିଲା ଯେ ଆମେ ତାକୁ ଆମର ଦ୍ୱିତୀୟ ପିତା ନାମରେ ସମ୍ବୋଧନ କରିଥିଲୁ ଏବଂ ରାଜକୀୟ ସିଂହାସନ ପରେ ଦ୍ୱିତୀୟ ପଦବୀରେ ବିମଣ୍ଡିତ ବ୍ୟକ୍ତି ସଦୃଶ ସମସ୍ତଙ୍କ ଦ୍ୱାରା ସେ ସର୍ବଦା ଜାନୁପାତ ପୂର୍ବକ ସମ୍ମାନ ପାଉଥିଲା। କିନ୍ତୁ ନିଜର ଅହଙ୍କାରକୁ ନିୟନ୍ତ୍ରଣ କରିବାକୁ ଅକ୍ଷମ ହୋଇ ସେ ଆମକୁ ଆମର ରାଜ୍ୟ ତଥା ଜୀବନରୁ ବଞ୍ଚିତ କରିବାକୁ ଉଦ୍ୟତ ହେଲା। ତା ବ୍ୟତୀତ କୌଶଳ ତଥା ଧୂର୍ତ୍ତତା ପ୍ରୟୋଗ କରି ଆମର ରକ୍ଷକ ତଥା ଚିର ଉପକାରୀ ମର୍ଦ୍ଦେକାଇ ଓ ଆମ ରାଜ୍ୟର ଅଂଶୀଦାରୀ ନିଷ୍କଳଙ୍କର ଏସ୍ତେର ଏବଂ ସେମାନଙ୍କର ସମସ୍ତ ଜାତିଗୁଡ଼ିକୁ ବିନାଶ କରିବା ପାଇଁ ଆମ ତରଫରୁ ଅନୁମତି ଭିକ୍ଷା କଲା। ଏହିପରି ସେ ମନେ କରିଥିଲା ଯେ ଆମେ ରକ୍ଷକ ବିହୀନ ହେବୁ ଓ ଫଳରେ ପାରସ୍ୟମାନଙ୍କର ରାଜ୍ୟକୁ ମାମେଦନୀୟମାନଙ୍କର ତତ୍ତ୍ୱାବଧାନ ମଧ୍ୟକୁ ହସ୍ତାନ୍ତର କରିପାରିବ। କିନ୍ତୁ ଯେଉଁ ଯିହୁଦୀମାନଙ୍କୁ ସେହି ତ୍ରିବାର ଅଭିଶପ୍ତ ବ୍ୟକ୍ତି ବିନାଶ କବଳରେ ନ୍ୟସ୍ତ କରିଥିଲା ସେମାନେ ଦୁଷ୍କର୍ମୀ ନୁହନ୍ତି ବରଂ ଆମେ ହୃଦବୋଧ କଲୁ ଯେ ସର୍ବୋତ୍ତମ ନ୍ୟାୟଯୁକ୍ତ ବିଧାନ ଦ୍ୱାରା ପ୍ରଶାସିତ ଲୋକ ସେମାନେ ଅଟନ୍ତି ଏବଂ ଯିଏ ଆମ ଓ ଆମ ପିତୃପୁରୁଷମାନଙ୍କ ପାଇଁ ଏହି ରାଜ୍ୟର ତତ୍ତ୍ୱାବଧାନ କରନ୍ତି ସେହି ଶ୍ରେଷ୍ଠତମ ଶକ୍ତିମାନ ଓ ଜୀବନ୍ତ ଈଶ୍ୱର ପରାତ୍ପରଙ୍କ ସନ୍ତାନ ଅଟନ୍ତି। ସୁତରାଂ ହାମାଦାଥାର ପୁତ୍ର ହାମାନ ଦ୍ୱାରା ପ୍ରେରିତ ସେହି ପତ୍ରଗୁଡ଼ିକର ନିର୍ଦ୍ଦେଶନାମାକୁ ତୁମେମାନେ କାର୍ଯ୍ୟରେ ପରିଣତ ନ କରିବାକୁ ଯତ୍ନବାନ ହେବ। କାରଣ ଏପରି କାର୍ଯ୍ୟରେ ସାଧନ କରିଥିବା ସେହି ବ୍ୟକ୍ତି ତାର ସମସ୍ତ ପରିବାରବର୍ଗ ସମେତ ସୁସାର ଦ୍ୱାରା ସମୀପରେ ଫାଶୀଖୁଣ୍ଟ ଝୁଲା ହେଲା। ଏହିପରି ସର୍ବସ୍ୱ ଉପରେ ରାଜୁତି କରିଥିବା ଈଶ୍ୱର ତା ପ୍ରତି ତାର ଯୋଗ୍ୟ ଶାସ୍ତି ବିଧାନ କରିଅଛନ୍ତି। ସୁତରାଂ ସମସ୍ତେ ଯେପରି ପାଠ କରିପାରନ୍ତି ସେଥିପାଇଁ ଏହି ପତ୍ରଟିର ଏକ ପ୍ରତିଲିପିକୁ ସର୍ବସାଧାରଣ ସ୍ଥାନମାନଙ୍କରେ ଥିବା ଫଳକରେ ତୁମେମାନେ ଲଗାଇବ ଓ ଯିହୁଦୀମାନଙ୍କୁ ସେମାନଙ୍କର
ବିଧାନ ଅନୁଯାୟୀ ଜୀବନଯାପନ କରିବାକୁ ଅନୁମତି ଦେବ। ଜିହୁଦୀମାନଙ୍କର ବିନାଶ ଘଟାଇବା ପାଇଁ ନିରୂପିତ ଆଦାର ନାମକ 12 ମାସରେ ଯେଉଁମାନେ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟତ ହେବେ, ସେମାନଙ୍କ ହସ୍ତରେ ସେମାନଙ୍କର ପ୍ରତିରକ୍ଷା ପାଇଁ ଆବଶ୍ୟକ ସମସ୍ତ ସହାୟତା ସେମାନଙ୍କୁ ପ୍ରଦାନ କରିବ। କାରଣ ସର୍ବସ୍ୱ ଉପରେ ରାଜୁତି କରୁଥିବା ଈଶ୍ୱର ନିଜ ଦ୍ୱାରା ମନୋନୀତ ଜନତା ପ୍ରତି ସେମାନଙ୍କ ବିନାଶର ଦିନକୁ ଆନନ୍ଦର ଦିନରେ ପରିଣତ କରିଅଛନ୍ତି। ତେଣୁ ତୁମମାନଙ୍କର ସ୍ମରଣଯୋଗ୍ୟ ଉତ୍ସବ ଦିବସ ଗୁଡ଼ିକ ମଧ୍ୟରୁ ଏକ ପ୍ରସିଦ୍ଧ ଦିବସ ସଦୃଶ ଏହି ଦିନକୁ ଆନନ୍ଦ ସହକାରେ ପାଳନ କରିବ। ତାହା ହେଲେ ଆମମାନଙ୍କର ତଥା ବିଶ୍ୱସ୍ତ ପାରସ୍ୟବାସୀମାନଙ୍କ ପାଇଁ ରକ୍ଷା ଏବଂ ଆମ ବିରୁଦ୍ଧରେ ଚକ୍ରାନ୍ତ କରିଥିବା ସମସ୍ତଙ୍କ ପାଇଁ ବିନାଶର ସ୍ମାରକୀ ଦିନ ସଦୃଶ ଏହି ଦିନ ବିବେଚିତ ହେବ। ଏହି ପତ୍ରର ନିର୍ଦ୍ଦେଶନାମାର ଅନୁଗତ ହେଉ ନଥିବା ସମସ୍ତ ନଗରୀ ତଥା ଗ୍ରାମ କୌଣସି ବ୍ୟତିକ୍ରମ ବିହୀନେ କ୍ରୋଧ ସହକାରେ ବର୍ଚ୍ଛା ତଥା ଅଗ୍ନି ଦ୍ୱାରା ବିନଷ୍ଟ କରାହେବ। ସେ ସ୍ଥାନ ଯେ କେବଳ ମନୁଷ୍ୟ ଦ୍ୱାରା ଦୁର୍ଗମ ସ୍ଥାନରେ ପରିଣତ କରାହେବ ତାହା ନୁହେଁ, ବରଂ ପଶୁ ତଥା ପକ୍ଷୀମାନଙ୍କ ଦ୍ୱାରା ସର୍ବଦା ଘୃଣ୍ୟ ସ୍ଥାନ ରୂପେ ପରିଣତ ହେବାକୁ ଦିଆଯିବ।